ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖଣ୍ଡିତ ସହକାରୀ ଉତ୍ପାଦନ ବିହନ କାର୍ଯ୍ୟାଳୟ ସମ୍ମୁଖରେ। ଏହି ସହକାରୀ ବିହନ ଉତ୍ପାଦନ କାର୍ଯ୍ୟାଳୟଟି ସମସ୍ୟାଗୃହରେ ରହିଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟଟି ଟିଣ ଘର ରହିଛି ଏବଂ ଟିଣରୁ ବି ପାଣି ଗଳୁଛି। କିପରି କାର୍ଯ୍ୟାଳୟଟି ଚାଲିଥିବ ସହଜରେ ଅନୁମେୟ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚାଷୀଙ୍କ ପାଇଁ ଯେଉଁ ସହକାରୀ ବିହନ ଉତ୍ପାଦନ କାର୍ଯ୍ୟାଳୟଟି ସଠିକ୍ ନଥିବାରୁ କିପରି କାର୍ଯ୍ୟାଳୟଟି ଚାଲିବ ସହଜରେ ଅନୁମେୟ। ଆମ ପାଖରେ ଗୋଟେ କର୍ମଚାରୀ ଅଛନ୍ତି, ତାଙ୍କଠୁ ପଚାରୁଛି। ସାର୍, ସହକାରୀ ବିହନ ଉତ୍ପାଦନ କାର୍ଯ୍ୟାଳୟରେ ଆପଣ କାର୍ଯ୍ୟରତ ଅଛନ୍ତି, କାର୍ଯ୍ୟାଳୟଟି ସମସ୍ୟାରେ ରହିବା ଦେଖିବାକୁ ମିଳୁଛି, ୟା ଉପରେ କ'ଣ କହିବେ? ଆଜ୍ଞା ନମସ୍କାର, ମୁଁ ସିଟି କର୍ପୋରେସନ ଓଡ଼ିଶା ଷ୍ଟେଟ୍ ଏଜୁକେସନ ଷ୍ଟାଫ୍। ତ ଟିଣ ପଡ଼ିଛି, ୱିଥ୍ କଣା ବି ହେଇଯାଇଛି। ବହୁତ ଥର କହିଲା ପରେ ବି ଏପର୍ଯ୍ୟନ୍ତ କିଛି ତାର ସମାଧାନ ହେଉନି। ଚାଷୀ ମାନେ ଆସୁଛନ୍ତି, ସୋସାଇଟି ଡିଲର ମାନେ ଆସୁଛନ୍ତି, ବଡ଼ ଅସୁବିଧା ହେଉଛନ୍ତି। ତ ଏଇଟା କେମିତି ଯଥାଶୀଘ୍ର ଟିକେ କାମ ହେଲେ, ଅଫିସରେ ଆମ ଉପଦସ୍ଥ ଅଫିସରଙ୍କୁ ଜଣେଇଛୁ, ହେଲେ କିଛି ଏପର୍ଯ୍ୟନ୍ତ ପ୍ରତିକାର ହେଇନାହିଁ। ଯାହା କହୁଥିଲି ଭାଇ, ଉପରିସ୍ଥ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର ସମସ୍ୟା ସମାଧାନ ହୋଇପାରୁନି। ଏହି କାର୍ଯ୍ୟାଳୟକୁ ଚାଷୀଠୁ ଆରମ୍ଭ କରିକି ଲ୍ୟାମ୍ପସ୍ ଏବଂ ବିଭିନ୍ନ କର୍ମଚାରୀ ଆସୁଛନ୍ତି, କିନ୍ତୁ କାର୍ଯ୍ୟାଳୟଟି ସମସ୍ୟା ଘରେ ରହିଥିବାର ଦେଖିବାକୁ ମିଳୁଛି। ଏହାକୁ ଯଥାଶୀଘ୍ର ଠିକ୍ କାର୍ଯ୍ୟାଳୟଟି କଲେ ଚାଷୀ ଉପକୃତ ହୋଇପାରିବେ ବା ସମବାୟ ସମିତିରେ ଆସୁଥିବା କର୍ମଚାରୀ ବି ଉପକୃତ ହୋଇପାରିବେ, ଜନସାଧାରଣ ଉପକୃତ ହେବେ ବୋଲି ଆଶା କରାଯାଉଛି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।